ମାତା ପିତା ତମେ ଯାହା ଚାହିଁବ ମୁଁ କରିବି। ମୁଁ ତମକୁ ତୀର୍ଥ ନେଇଯିବି। ହେଲେ କେମିତି? ତୁମେମାନେ ଜମା ବି ଚିନ୍ତା କର ନାହିଁ। ମୁଁ ତୁମକୁ ମୋ କାନ୍ଧରେ ବସାଇ ତୀର୍ଥକୁ ନେଇଯିବି। ତା ପରଦିନ ଶ୍ରବଣ କୁମାର ନିଜ ପିତାମାତାଙ୍କୁ ଏକ ଟୋକେଇରେ ବସାଇ ନିଜ କାନ୍ଧରେ ତୀର୍ଥକୁ ବାହାରିଗଲା। ତୀର୍ଥ ସ୍ଥାନ ପାଇଁ ପଥ ଖୁବ୍ କଠିନ ଥିଲା। ଜଙ୍ଗଲ, ପାହାଡ ଓ ନଦୀକୁ ଅତିକ୍ରମ କରି ଶ୍ରବଣ କୁମାର ତାର ପିତାମାତାଙ୍କୁ ତୀର୍ଥଯାତ୍ରା ନେଇଗଲା। ଦିନେ ଶ୍ରବଣ କୁମାର ତାର ପିତାମାତା ସହିତ ଅଯୋଧ୍ୟା ସମୀପରେ ଥିବା ଜଙ୍ଗଲରେ ଯାଇ ପହଞ୍ଚିଲା। ଏହି ସମୟରେ ତାଙ୍କର ମାତାଙ୍କୁ ବହୁତ ଶୋଷ ଲାଗିଲା। ପୁଅ ଶ୍ରବଣ, ମତେ ଭାରି ଶୋଷ ଲାଗିଲାଣି। ପାଖରେ ଯଦି ପାଣି ଅଛି ଟିକେ ପିଆଇ ଦେ।